ପ୍ରଶ୍ନଟି ହେଉଛି ବ୍ୟବହିତ ବା ପରୋକ୍ଷ ଅନୁମାନ। ବ୍ୟବହିତ ବା ପରୋକ୍ଷ ଅନୁମାନ। ଦେଖ ଏହାର ସଠିକ୍ ଉତ୍ତର ଯେଉଁ ଯୁକ୍ତିରେ ଦୁଇଟି ହେତୁବଚନରୁ ସିଦ୍ଧାନ୍ତ ନିଷ୍ପନ୍ନ ହୋଇଥାଏ ତାହାକୁ ବ୍ୟବହିତ ବା ପରୋକ୍ଷ ଅନୁମାନ କହନ୍ତି। ଯେଉଁ ଯୁକ୍ତିରେ ଦୁଇଟି ହେତୁବଚନରୁ ସିଦ୍ଧାନ୍ତ ନିଷ୍ପନ୍ନ ହୋଇଥାଏ ତାହାକୁ ବ୍ୟବହିତ ବା ପରୋକ୍ଷ ଅନୁମାନ କହନ୍ତି। ଯଥା ସମସ୍ତ ମନୁଷ୍ୟ ମରଣଶୀଳ ହେତୁବାକ୍ୟ, ଲକ୍ଷ୍ମୀଧର ଜଣେ ମନୁଷ୍ୟ ହେତୁବଚନ ବା ହେତୁବାକ୍ୟ। ତାପରେ ଏଠି ସିଦ୍ଧାନ୍ତ ଦେଇଛି ଲକ୍ଷ୍ମୀଧର ମରଣଶୀଳ ଅଟନ୍ତି। ଠିକ୍ ଅଛି, ସିଦ୍ଧାନ୍ତ ଦୁଇଟା ହେତୁବାକ୍ୟ, ଏଇଟା ଗୋଟେ ହେତୁବାକ୍ୟ, ଏଇଟା ଗୋଟେ ହେତୁବାକ୍ୟ। ଦୁଇଟା ହେତୁବାକ୍ୟରୁ ସିଦ୍ଧାନ୍ତ ନିଷ୍ପନ୍ନ ହୋଇଛି ତାହାକୁ ବ୍ୟବହିତ ବା ପରୋକ୍ଷ ଅନୁମାନ କୁହାଯାଏ। ତାପରେ ଦେଖ ସମସ୍ତ ମ ପ ସମସ୍ତ ମ ଏଇଟା ହେଉଛି ହେତୁବାକ୍ୟ, ଏଇଟା ବି ହେତୁବାକ୍ୟ, ଏଇଟା ହେଉଛି ସିଦ୍ଧାନ୍ତ। ଏଠି ଦେଇଛି ସମସ୍ତ ଅ ପ। ଠିକ୍ ଅଛି, ସମସ୍ତ ଅ ଆଉ ପ। ଏହାକୁ ତ୍ରିପଦୀ ଯୁକ୍ତି ମଧ୍ୟ କୁହାଯାଏ। ଏହାକୁ ତ୍ରିପଦୀ ଯୁକ୍ତି ମଧ୍ୟ କୁହାଯାଏ। ବ୍ୟବହିତ ବା ପରୋକ୍ଷ ଅନୁମାନକୁ ତ୍ରିପଦୀ ଯୁକ୍ତି ମଧ୍ୟ କୁହାଯାଏ।